ଶ୍ରୀ ଜଗନ୍ନାଥ ସଂସ୍କୃତି ଭାଗ 1 ସଂକ୍ଷିପ୍ତ ପ୍ରଶ୍ନୋତ୍ତର। ପିଜି ନେଟ୍, ଜେଆରଏଫ୍, ପିଏଚ୍ଡି, ଏସ୍ଏସ୍ସି, ପିଜିଟି, ଓପିଏସ୍ସି ସମସ୍ତ ଓଡ଼ିଆ ଭାଷା ଭିତ୍ତିକ ପରୀକ୍ଷା ନିମନ୍ତେ ଲାଇକ୍, ସବସ୍କ୍ରାଇବ୍। MS ଓଡ଼ିଆ କ୍ରିଏସନ୍ 3730। ଶ୍ରୀକ୍ଷେତ୍ର କହିଲେ କାହାକୁ ବୁଝାଯାଏ? ଉତ୍ତର ପୁରୀ ବା ପୁରୁଷୋତ୍ତମ କ୍ଷେତ୍ର। ଶ୍ରୀକ୍ଷେତ୍ର କହିଲେ ପୁରୀ ବା ପୁରୁଷୋତ୍ତମ କ୍ଷେତ୍ରକୁ ବୁଝାଯାଏ। ଶ୍ରୀକ୍ଷେତ୍ର ଶବ୍ଦରେ ଶ୍ରୀ କେଉଁ ଅର୍ଥରେ ବ୍ୟବହୃତ? ଉତ୍ତର ଲକ୍ଷ୍ମୀ। ଶ୍ରୀକ୍ଷେତ୍ର ଶବ୍ଦରେ ଶ୍ରୀ ଲକ୍ଷ୍ମୀ ଅର୍ଥରେ ବ୍ୟବହୃତ। ଚତୁର୍ଦ୍ଧା ମୂର୍ତ୍ତି ପୂଜା ପାଇବା ପୂର୍ବରୁ ବିଷ୍ଣୁ କେଉଁ ରୂପରେ ପୂଜା ପାଉଥିଲେ? ଉତ୍ତର ଶ୍ରୀ ନୃସିଂହ। ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଇବା ପୂର୍ବରୁ ବିଷ୍ଣୁ ଶ୍ରୀ ନୃସିଂହ ରୂପରେ ପୂଜା ପାଉଥିଲେ। ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଦେବୀଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି? ଚାରି। ଦେବୀ, ଚଣ୍ଡୀ, କାଳୀ, ମଙ୍ଗଳା। ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଦେବୀଙ୍କୁ 4 ଭାଗରେ ବିଭକ୍ତ କରାଯାଇଛି। ଦେବୀ, ଚଣ୍ଡୀ, କାଳୀ, ମଙ୍ଗଳା। ଶ୍ରୀକ୍ଷେତ୍ରର ରକ୍ଷକ କିଏ? ଉତ୍ତର କ୍ଷେତ୍ରପାଳ ମହାଦେବ। ଶ୍ରୀକ୍ଷେତ୍ରର ରକ୍ଷକ କ୍ଷେତ୍ରପାଳ ମହାଦେବ। ଶ୍ରୀକ୍ଷେତ୍ର ସାହି ଜାତରେ କେତୋଟି ସାହି ଅଂଶ ଗ୍ରହଣ କରନ୍ତି? ଉତ୍ତର 5। 5ଟି ହେଲା ବାଲି ସାହି, ହରଚଣ୍ଡୀ ସାହି, ଦୋଳମଣ୍ଡପ ସାହି, ମାର୍କଣ୍ଡେଶ୍ୱର ସାହି, କୁଣ୍ଢେଇ ବେଣ୍ଟ ସାହି। ଶ୍ରୀକ୍ଷେତ୍ର ସାହି ଜାତରେ 5ଟି ସାହି ଅଂଶଗ୍ରହଣ କରନ୍ତି। ସାହିଗୁଡ଼ିକ ହେଲା ବାଲି ସାହି, ହରଚଣ୍ଡୀ ସାହି, ଦୋଳମଣ୍ଡପ ସାହି, ମାର୍କଣ୍ଡେଶ୍ୱର ସାହି, କୁଣ୍ଢେଇ ବେଣ୍ଟ ସାହି। କେଉଁ ସମୟରେ ତିନି ଠାକୁରଙ୍କ ପାଇଁ କେବଳ ଧଳା ଫୁଲ ବ୍ୟବହାର କରାଯାଏ? ଅଣସର ସମୟରେ। ଅଣସର ସମୟରେ ତିନି ଠାକୁରଙ୍କ ପାଇଁ କେବଳ ଧଳା ଫୁଲ ବ୍ୟବହାର କରାଯାଏ। ବିଦ୍ୟାପତି ଓ ଲଳିତାଙ୍କ ବଂଶଧରଙ୍କୁ କ'ଣ କୁହାଯାଏ? ଉତ୍ତର ସୁଧ ସୁଆର। ବିଦ୍ୟାପତି ଓ ଲଳିତାଙ୍କ ବଂଶଧରକୁ ସୁଧ ସୁଆର କୁହାଯାଏ। ଫଳ କାମନା ରହିତ ନିଷ୍କାମ ଭକ୍ତିକୁ କେଉଁ ଭକ୍ତି କୁହାଯାଏ? ସୁଧା ଭକ୍ତି। ଫଳ କାମନା ରହିତ ନିଷ୍କାମ ଭକ୍ତିକୁ ସୁଧା ଭକ୍ତି କୁହାଯାଏ। ଶ୍ରୀ ଜଗନ୍ନାଥଙ୍କ ଶୃଙ୍ଗାର ବେଶ କେତେ ଭାଗରେ ବିଭକ୍ତ? ଉତ୍ତର 3। ଶ୍ରୀ ଜଗନ୍ନାଥଙ୍କ ଶୃଙ୍ଗାର ବେଶ 3 ଭାଗରେ ବିଭକ୍ତ। ଶ୍ୱେତଗଙ୍ଗା ପୁଷ୍କରିଣୀ ମନ୍ଦିର କେଉଁ ଦିଗରେ ଅବସ୍ଥିତ? ଉତ୍ତର ପଶ୍ଚିମ। ଶ୍ୱେତଗଙ୍ଗା ପୁଷ୍କରିଣୀ ମନ୍ଦିରର ପଶ୍ଚିମ ଦିଗରେ ଅବସ୍ଥିତ। ନବକଳେବର ସମୟରେ କେଉଁଠାରେ ପୁରୁଣା ବିଗ୍ରହକୁ ପାତଳି କରାଯାଏ? କୋଇଲି ବୈକୁଣ୍ଠ। ନବକଳେବର ସମୟରେ
କୋଇଲି ବୈକୁଣ୍ଠ ଠାରେ ପୁରୁଣା ବିଗ୍ରହକୁ ପାତାଳି କରାଯାଏ। ଅଁଳା ନବମୀ କେବେ ପାଳିତ ହୁଏ? ଉତ୍ତର କାର୍ତ୍ତିକ ଶୁକ୍ଳ ନବମୀ ତିଥିରେ। ଅଁଳା ନବମୀ କାର୍ତ୍ତିକ ଶୁକ୍ଳ ନବମୀ ତିଥିରେ ପାଳିତ ହୁଏ। ଅର୍କ କ୍ଷେତ୍ର କାହାକୁ କୁହାଯାଏ? କୋଣାର୍କ। ଅର୍କକ୍ଷେତ୍ର କୋଣାର୍କକୁ କୁହାଯାଏ। ଅର୍କକ୍ଷେତ୍ର କୋଣାର୍କକୁ କୁହାଯାଏ। ଶ୍ରୀମନ୍ଦିର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭ କେଉଁଠାରୁ ଅଣାଯାଇଛି? ଶ୍ରୀମନ୍ଦିର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭ କେଉଁଠାରୁ ଅଣାଯାଇଛି? ଉତ୍ତର କୋଣାର୍କ ମନ୍ଦିର ସମ୍ମୁଖରୁ। ଉତ୍ତର କୋଣାର୍କ ମନ୍ଦିର ସମ୍ମୁଖରୁ। ଶ୍ରୀମନ୍ଦିର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭ କୋଣାର୍କ ମନ୍ଦିର ସମ୍ମୁଖରୁ ଅଣାଯାଇଅଛି। ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍। ଥ୍ୟାଙ୍କ ୟୁ।